ବର୍ତ୍ତମାନର ସବୁଠାରୁ ବଡ଼ ଖବର ଭଦ୍ରକ ଗୋମାଫିଆ ଶେଖ୍ ରାଜନ ଘରେ କେନ୍ଦୁଝର ଭଦ୍ରକ ପୋଲିସର ମିଳିତ ଚଢ଼ାଉ ମିଳିଥିବା ସୂଚନା ଅନୁଯାୟୀ ନଗଦ 70 ଲକ୍ଷ ଟଙ୍କା ସୁନା ପ୍ଲଟ୍ ସହିତ ବାଇପାସ୍ ସ୍ଥିତ ଭଡ଼ାଘରର ଆକଳନ କରୁଛି କେନ୍ଦୁଝର ଏବଂ ଭଦ୍ରକ ପୋଲିସ 2 ପ୍ଲାଟୁନ୍ ଏବେ ସୁଦ୍ଧା ଚଢ଼ାଉ ଜାରି ରହିଛି। ଦୀର୍ଘ ଦିନ ହେବ ଗୋମାଫିଆ ଶେଖ୍ ରାଜନ ଗୋଟସ୍କରୀ ଲିପ୍ତ ଥିଲା। ଏଠି ପ୍ରଶ୍ନ ଉଠୁଛି ଭଦ୍ରକ ପୋଲିସ ଶେଖ୍ ରାଜନ ବାବଦରେ କେମିତି କିଛି ଜାଣିପାରି ନଥିଲା ନା ଜାଣିଶୁଣି ତାକୁ ସହଯୋଗ କରୁଥିଲା। ତେବେ ଭଦ୍ରକ ଜିଲ୍ଲାର ଆଉ କେଉଁ ମାନେ ଏହି ଗଡ଼ସ୍କରୀରେ ସାମିଲ ଅଛନ୍ତି ତାହା ଖୁବ୍ ଶୀଘ୍ର ତାହାର ପର୍ଦ୍ଦାଫାଶ ମଧ୍ୟ ହେବ। ବର୍ତ୍ତମାନ ସୁଦ୍ଧା ଆମ କ୍ୟାସ୍ କାଉଣ୍ଟିଂ ଚାଲିଛି, କମ୍ପ୍ଲିଟ୍ ହେଇନାହିଁ ଏବଂ ସୁନା ଯେଉଁ ଅର୍ଣ୍ଣାମେଣ୍ଟ ଗୋଲ୍ଡ ଅର୍ଣ୍ଣାମେଣ୍ଟ ବି ବାହାରିଛି ସେମାନେ ଯେଉଁ ଗୋ ଚାଲାଣରେ ମାନେ ଇନଭଲ୍ଭ ଅଛନ୍ତି। କ୍ୟାସ୍ ହେଇଛି ଆପଣ ନା ଇଏ ପୁରୁଣା ମାନେ ଗୋ ଚାଲାଣକାରୀ ବାରମ୍ବାର କେସ୍ କଲେ ମଧ୍ୟ ସେମାନେ କଣ୍ଟିନ୍ୟୁ ମାନେ ଜାରି ରଖୁଛନ୍ତି ତାଙ୍କର। ତେଣୁ ଆମେ ନୂଆ ଆଇନ ଅନୁସାରେ ତାଙ୍କର ସମ୍ପତ୍ତି ବାଜ୍ୟାପ୍ତି କରିବା ପାଇଁ ପ୍ରସ୍ତୁତି ଚାଲିଛି। ଆଉ ବର୍ତ୍ତମାନ ତାଙ୍କର ଗୋଟେ ବାଇପାସ୍ରେ ଅଛି ଯେଉଁ ତାଙ୍କର ମହଲ ଅଛି, ଆଉ ସେଠି 2 ମହଲା କୋଠା ଅଛି। ଆଉ ଏଠି ଯାହା ତାଙ୍କର କ୍ୟାସ୍ କାଉଣ୍ଟିଂ ଚାଲିଛି, ଏଇଟା ତାଙ୍କର ପ୍ୟାରେଣ୍ଟାଲ ପ୍ରପର୍ଟି ଅଛି। 60-70 ଲାକ୍ସ ଏଭବ କମ୍ପ୍ଲିଟ୍ ତ ହେଇନାହିଁ, କନଫର୍ମ କହିହେବ। ହଁ ଅନ୍ୟ ଜାଗାରେ ମଧ୍ୟ ହେଉଛି। ଏଟା 49। ଭଦ୍ରକରୁ ଫିରୋଜ ସାହୁଙ୍କ ରିପୋର୍ଟ, କୋଣାର୍କ ନ୍ୟୁଜ୍ 24।